କୌଣସି କାର୍ଯ୍ୟରେ ବାହାରକୁ ପଳେଇଥାନ୍ତି। ରାତି ହେବା ଫେରିଲେନି, ସକାଳ ପାଇଲେ ଶିବ ଧନୁ ପୂଜା ହେବେ। ଏ ମା ମାନେ ତମେ ସଂସ୍କାରିତ ହୁଅ। ମା ଯଦି ସଂସ୍କାର ନହେଲା ଗୋଟା ସୁଯୋଗ୍ୟ ପୁଅ ଜନ୍ମ ଦେଇପାରିବନି। ମା ସୀତା କହିଲେ ଆଜି ତ ବାପା ନାହାନ୍ତି, ମୁଁ ଯାଉଛି ଠାକୁର ଏ ଶିବ ଧନୁ ପୂଜା କରିବି। ଏହା କହି ମୋ ବାବୁ ମାନେ ମା ମାନେ ମା ସୀତା ହାତରେ ସମାର୍ଜନ ଧରି ବାବୁ ସଫା କରୁଛନ୍ତି ଘର। ଏତିକି ବେଳେ ଦେଖିଲେ ଶିବ ଧନୁ ଚାରିପାର୍ଶ୍ୱେ ଫୁଲ ଧୂପ ସବୁ ଅଳିଆ ହେଇ ପଡିଛି। ମା ସୀତା କଲେ କଣ ନା ବାମ ହାତରେ ଶିବ ଧନୁ ଟେକି ଦେଲେ, ଡାହାଣ ହାତରେ ସମାର୍ଜନ କଲେ। ଏତିକି ବେଳେ ଜନକ ଆଜି ଯେ ଏ କଥା ଯେ ଦେଖୁଥିଲେ ଜନକ ଆଜ୍ଞା ପହଞ୍ଚିଲେ। ଜନକ ଗବାକ୍ଷ ବା ଝରକା ଯାହାକୁ ଆପଣ ମାନେ କୁହନ୍ତି, ଝରକା ମା ମାର୍ଗରେ ଦେଖିଲେ ଶିବ ଧନୁକୁ ସୀତା ବାମ ହାତରେ ଟେକି ଡାହାଣ ହାତରେ ଘର ସଫା କରୁଛି। ଆଶ୍ଚର୍ଯ୍ୟ। କାହିଁକି ଆଶ୍ଚର୍ଯ୍ୟ? ନାଇଁ ଏ ଯୋଉ ଶିବ ଧନୁ ଖାଲି ଟେକିବା ପାଇଁ 8 ଜଣ ମଲ୍ଲ ଆଜ୍ଞା ଦରମା ଦେଇ ପୋଷା ହେଇଥିଲେ। ଏ ପାର୍ଶ୍ୱରେ 4 ଜଣ, ଆର ପାର୍ଶ୍ୱରେ 4 ଜଣ ଧରିଲେ ସେ ଧନୁ ଆଜ୍ଞା ଯାତ୍ରାକୁ ବାହାରିବ। ନହେଲେ ଧନୁ ଟେକି ହବନି। ତାମାନେ ଆପଣ ମାନେ ବିଚାର କରନ୍ତୁ, ଶିବ ଧନୁକୁ 8 ଜଣ ମଲ୍ଲ ଆଜ୍ଞା ଦେଖୁଥିଲେ। ମଲ୍ଲ ପୁଣି ସାଧାରଣ ଲୋକ ନୁହଁ। ସୀତା 8 ଜଣ ମଲ୍ଲ ଟେକି ଯୋଉ ଧନୁ ପାରୁନଥିଲେ, ଏକା ମା ସୀତା ସେ ଧନୁକୁ ପୁଣି ବାଁ ହାତରେ ଟେକିଦେଲେ। ପାଲା ଭଳିଆ ବୋଲିବ ନା, ଖାଉଛ ପିଉଛ ତମର ହଉଛି କଣ? ବାମ ପରେ ଟେକି ଦେଲେ। ଆଶ୍ଚର୍ଯ୍ୟ ହେଇଗଲେ ଜନକ। 8 ଜଣ ମଲ୍ଲ ଯୋଉ କାମ କରିପାରନ୍ତିନି, ମୋ ଝିଅ ସୀତା ଏକୁଟିଆ ସେ କାମ କରିଦେଲା। ଇଏ ସୀତା କିଏ? ମୁଁ ଏତେ ଦିନ ପର୍ଯ୍ୟନ୍ତ ଯୋଉ ଲକ୍ଷ୍ମୀ କି ପାଇବା ପାଇଁ ଆଶା କରିଥିଲି, ଇଏ ସେଇ ଲକ୍ଷ୍ମୀ ମୋର ନୂତ ନୁହଁ। କାହାକୁ ପଚାରିବି? ଗଲେ ବାଲ୍ମୀକିଙ୍କ ନିକଟକୁ। ବାଲ୍ମୀକି ସବୁ ତଥ୍ୟ କହିଲେ। ବାଲ୍ମୀକି ଭାବିଲେ 8ଟା ମଲ୍ଲ ଯୋଉ କାମ କରିଦଉଥିଲେ, ଏ ଗୋଟା ଝିଅ ସେଇ କାମ କରିଦେଲା। ବାଜିଲେ ବାଲ୍ମୀକି ଭାଙ୍ଗିବ ଯେ ରାମାୟଣ ବହି ଯାଇ ସବୁ ଆସ। ବାଲ୍ମୀକି କହିଲେ, ହେ ରାଜା ଜନକ, ଯିଏ ତ ଶିବ ଧନୁ ଟେକି କରି ଭାଙ୍ଗି ଦବ, ତାକୁ ଆମ ଝିଅକୁ ଦବା। କାରଣ ଆମ ଝିଅ ବାମ ହାତରେ ଏକୁଟିଆ ଟେକି ଦଉଛି। ତାମାନେ 8ଟା ମଲ୍ଲର ବଳ ଠାରୁ ଆମ ଝିଅର ବଳ ଅଧିକ। ସେଟା ଗୋଟା ଜୁଆଇଁକି ଦେବେ ନା, ଗୋଟା ଦୁର୍ବଳିଆ ଜୁଆଇଁକି ଦେଲେ କଣ? କନ୍ୟା ବର ଏତେ ରୂପା ମାତାପିତା ପିତା ସୁଖ ରାମାୟଣ ତ ଆଜ୍ଞା ଅଶ୍ୱରଥୀ ଭଣ୍ଡାର କହୁ ସରିବନି। କଣ ଜଗନ୍ନାଥ ତତ୍ତ୍ୱ ଆପଣ ମାନଙ୍କୁ କହିବି? ଆପଣ ମାନଙ୍କୁ ଗୋଟେ ବସେଇଛି ସେ କଥା ହେଲା। ରାଜା ନିମନ୍ତ୍ରଣ ହେଲେ,
ବାଲ୍ମୀକି ବିଶ୍ୱାମିତ୍ରଙ୍କ ସହିତ ରାମ ଲକ୍ଷ୍ମଣ ଯାଇଥିଲେ ଜାଗ ରକ୍ଷା କରିବା ପାଇଁ ସିଦ୍ଧ ବନରେ। ଗୌତମ ମୁନି ନାରୀ ଅହଲ୍ୟାକୁ ତାରଣ କଲା ପରେ ଗଙ୍ଗା ପାର ହୋଇ ଶିବ ଚାପ ଦେଖିବାକୁ ଆସିଥାନ୍ତି। ଯାଉଛନ୍ତି ଆପଣମାନଙ୍କର ମିଥିଳା କଟକରେ ପ୍ରଭୁଙ୍କର ମିଥିଳା ଯାତ୍ରା ପଦ ବୋଲୁଛି। ଆଇନା କହୁଛ ବୋଲି ଟିକେ ଖରାପ ଭାବିବ। ତମ ହାତରେ ପାଲା ହବ ନାହିଁ। ତମ ହାତରେ ପାଲା ହବ ନାହିଁ। ଟାଙ୍କି ଦିଅ ଦେଖିଆ କାଳିଆଙ୍କ ପଛପଟ ଉଡି ଯାଇଥିବ। କେଡେ ବଡ କଥା କହିଲେ କଞ୍ଜ ରାମାୟଣ ବୈଦେଶ ବିଳାସରେ ଭଗବାନଙ୍କର ମିଥିଳା ଯାତ୍ରାରେ ବିପଣୀରେ ଥିବା ଜଣେ ଭାବନା କଲେ ଦର୍ଶନେ। ବିପଣୀ ରାତିରେ ସଠିକ ମାରିଦେବେ ସେଠି ଆମର ଲକ୍ଷ୍ୟ ଅଛି ଆମେ ଭଗବାନଙ୍କର ଶିବ ଧନ ପାଖକୁ ଯିବା। ହଉ କହୁଛ ଯଦି ମୁଁ ବା କହୁ ଶିବଧନ ଭାଇବାଟା କେତେ ସମୟ ଚାରିପଦରେ ସରିଯିବ। ଟିଭିରେ 2 ଘଣ୍ଟା ଲାଗିବ କେତେ ସମୟ ଲାଗିବ। ସଜନ ଟିକେ ଆପଣଙ୍କୁ ସେଥିରୁ ଝଲକ ଦେଇ ଦଉଛି। ଭଗବାନ ରାମ ଭାଇ ଛାଡିବେନି ଅନୁଜ ଭ୍ରାତ ଲକ୍ଷ୍ମଣ ଗୁରୁ ବିଶ୍ୱାମିତ୍ର ଯାଇ ଗଙ୍ଗା ନଦୀ ତଟରେ ପହଞ୍ଚି ଗଲେ। ଧୀବରଟା ଆଗରୁ ଜାଣିଛି ଇଏ ଯିଏ ଆସୁଛନ୍ତି ସେ ହଉଛନ୍ତି ଭଗବାନ। କିପରି ଜାଣିଲା? ତମେ ଦି ଭାଇ ଯାକ ଖଡି ପକଉନ ରେ। ଶୁଣିଛି ସେ କହିଛନ୍ତି ସେଠି ଭଞ୍ଜ ଶୁଣିଲେଣି ପଥରେ ପଥର ଅବଳା। ଶୁଣିଲେଣି କାଠୁ ଶୁଣିଲା ଇଏ ଗଙ୍ଗା ନଦୀ ଡଙ୍ଗା ପଡିଛି ବିଚରା କୈବର୍ତ୍ତ ପାରି କରୁଛି। ସବୁଦିନ ଏ ଲୋକଙ୍କୁ ପାରି କରେ।
ଯୋଉଦିନ କୋଉଦିନ ଇନ୍ଦ୍ର ଇନ୍ଦ୍ର ସୂର୍ଯ୍ୟ ସୂର୍ଯ୍ୟ ଆପଣଙ୍କର ଅହଲ୍ୟାଙ୍କର ରୂପରେ ମୁଗ୍ଧ ହୋଇ ହୋଇ ସାରିତେ ପ୍ରଥମ ସାଙ୍ଗ ଗଲା ଦି ତିନିଟା ଛନ୍ଦ ବୋଲି ନା ଆପଣ ମାନେ ଆମକୁ ଘଟେଇବାକୁ ଆଣିଛନ୍ତି। ଇନ୍ଦ୍ର ଧରି ଛଦ୍ମ ମୂରତି ମୂରତି ଶେଷ କଥା ହଉଥିବା ଆଉ ଆଗକୁ ଯିବା। ଯିବାନି ସେଦିନ ଗୌତମ ନଥାନ୍ତି। ହଁ ଅହଲ୍ୟା ଏଭଳି ସୁନ୍ଦରୀ ଥିଲେ ଥିଲେ ଯାଙ୍କ ରୂପରେ ଉପରେ ମୁଗ୍ଧ ହୋଇ ସ୍ୱୟଂ ଦେବରାଜ ଇନ୍ଦ୍ର ଆଜ୍ଞା ମର୍ତ୍ତ୍ୟପୁରକୁ ଆସିଥିଲେ। ଆସିଥିଲେ ରମଣ କଲେ ଛଦ୍ମ ବେଶ ଧରି ବେଶ ଧରି ସମୀପେ ଅହଲ୍ୟାରେ ହୋଇ ବିନୋଇ ଇନ୍ଦ୍ର ଧରି ଛଦ୍ମ ମୂରତି ଛଦ୍ମ ରୂପ ଧରି ଆଜ୍ଞା ଅର୍ଥାତ ଗୌତମ ରୂପ ହୋଇ ହୋଇ ଗୌତମଙ୍କ ପତ୍ନୀ ଅହଲ୍ୟାଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା କଲେ। ହଁ ଯେତେବେଳେ ଗୌତମ ପ୍ରବେଶ କଲେ କଲେ ଇନ୍ଦ୍ର ଦେଖିଲେ ଗୌତମ ଆସୁଛନ୍ତି। ଆସୁଛନ୍ତି ପ୍ରକୃତି ଅହଲ୍ୟା ଜାଣିଯିବେ ଜାଣିଯିବେ ବୈଜ୍ଞାନିକ ମଣ୍ଡଳୀ। ହଁ ତେଣୁ କଣ କଲେ କଣ କଲେ ନା ଗୋଟେ ମାର୍ଜା ରୂପ ହେଇ ବା ବିରାଡ଼ି ରୂପ ହେଇ ମ୍ୟାଉ ଆଶ୍ରମରୁ ବାହାରି ଯାଉଛନ୍ତି। ମ୍ୟାଉ ଗୌତମ ଚିନ୍ତା କଲେ ହଁ ମୋ ଆଶ୍ରମ ମର୍ତ୍ତ୍ୟ ବୈକୁଣ୍ଠ ଏଠି ବିରାଡ଼ି ଆସିଲା କୁଆଡୁ ଘରେ ମଠ ତପସ୍ୟା ବଳରେ ଆମିଷ ନାହିଁ ମନ୍ତ୍ର ବଳରେ ଜାଣିବାକୁ ପାଇଲେ ହଁ ଇଏ ଯିଏ ମାର୍ଜା ରୂପ ହେଇଗଲା ହଁ ସେ ମାର୍ଜାର ମୁହଁ ସେ ହଉଛି ସ୍ୱର୍ଗର ଇନ୍ଦ୍ର। ଇନ୍ଦ୍ର ମୋ ସ୍ତ୍ରୀ ସହିତ ସମ୍ପର୍କ ରକ୍ଷା କରିଛି। ଅଭିଶାପ ଦେଲେ ଗୌତମ କହିଲେ ହେ ଇନ୍ଦ୍ର ତୁ ନାରୀର ଯୋଉ ଅଙ୍ଗକୁ ଏତେ ଭଲ ପାଇଲୁ ତୋ ଦେହ ସାରା ସେଇ ଅଙ୍ଗ ହିଁ ଯାଅ। ଏବେ ସହସ୍ର ଜନି ଯେ ଇନ୍ଦ୍ରଙ୍କର ଅଙ୍ଗ ହୋଇଲା ବାବୁବ ପାଦ ତଳେ ପଡି ଦେବରାଜ ଇନ୍ଦ୍ର କରିଲେ ତହୁଁ କ୍ରନ୍ଦ ସହସ୍ର ଜନି ଧାରଣ କଲେ ଦେହରେ ଇନ୍ଦ୍ର ଗୌତମଙ୍କ ପାଦ ତଳେ ପଡିଗଲେ ମୁନିବର ମତେ କ୍ଷମା କର କ୍ଷମା କରିଦିଅ ମୋ ଜୀବନରେ ଭୁଲ ହେଇଗଲା। ଗୋଟାଏ ଭୁଲ କରିଦେଇଛି ତାପରେ ଗୌତମ କହିଲେ ହେ ଇନ୍ଦ୍ର ତମକୁ କ୍ଷମା କରିଦେବି ଯେ ମୁନି ବାକ୍ୟ ଅଟଳ କିନ୍ତୁ ଯୋଉଟାକୁ ଯୌନାଙ୍ଗ କରିଛି ସେଟାକୁ ଚକ୍ଷୁ କରିଦଉଛି। ତେଣୁ ସହସ୍ର ଚକ୍ଷୁ ହେଇଗଲେ ଇନ୍ଦ୍ର ଆଜ୍ଞା ଗୌତମକୁ ଅଭିଶାପ ଦେଲେ ଏ ଅହଲ୍ୟାଙ୍କୁ ଅଭିଶାପ ଦେଲେ ଗୌତମ ତୁମେ ପାଷାଣୀ ହେଇଯା। ବାବା ଇଏ ଗୌତମଙ୍କର ଗୋଟା ପୁଅଟିଏ ଥିଲା ଥିଲା ସେ କିଏ ସେ ତା ନାଁ ସତାନନ୍ଦ। ସତାନନ୍ଦ ଗୌତମଙ୍କ ପୁତ୍ର ସତାନନ୍ଦ ଆଜ୍ଞା ଗଙ୍ଗା ପାର ହେଇ ସବୁଦିନ ଯାଆନ୍ତି ହଁ
ଆର ପାର୍ଶ୍ୱରୁ ଭିକ୍ଷା ସଂଗ୍ରହ କରନ୍ତି ପୁଣି ସନ୍ଧ୍ୟା ପୂର୍ବରୁ ଗଙ୍ଗା ପାର ହେଇଯାନ୍ତି। ମୋ ଭାଇମାନ ସେଦିନ ଯୋଉଦିନ ଅହଲ୍ୟା ପାଷାଣୀ ହେଲେ କାନ୍ଦି କାନ୍ଦି ସତାନନ୍ଦ ଇଏ କରିଲେ କାନ୍ଦି କାନ୍ଦି ବାବାଜୀ ସତାନନ୍ଦ ସେଦିନ ଯାଉଛନ୍ତି। ଗଙ୍ଗା କୂଳରେ ପହଞ୍ଚି ଗଲେ ସବୁଦିନ ପରି ଆନନ୍ଦ ନାହିଁ, ଡଙ୍ଗାରେ ଡେଇକି ବସିଲା ନାହିଁ। ବିଚରା ବାପୁଡା ଧୀବର ପଚାରିଲା ବାବାଜୀ ସତାନନ୍ଦ ସବୁଦିନ ଆନନ୍ଦ ହେଇ ଡଙ୍ଗାରେ ବସ, ତମକୁ ପାରି ହୁଏ ନା, ଡଙ୍ଗାରେ ନାଚ କର ଖେଳ, ଆଜି କାହିଁକି ତମେ କ୍ରନ୍ଦନ କରୁଛ? ସଂସାରୀ ଜୀବନ ଦୁଃଖୀର ବହୁଳ, ବାବାଜୀ ଜୀବନ ସୁଖ। ଜୀବନରେ ସବୁ ଧନ ପାଇଁ ସଂସାରୀ ଜୀବନ ଭାଇ ଦୁଃଖ। ସ୍ତ୍ରୀ କଥା ନ ବୁଝିଲେ ସ୍ତ୍ରୀ କାଲି ପଳେଇବ ବା ଆପଣଙ୍କୁ ମୁହଁ ବୁଲେଇକି ଠିଆ ହବ। ସ୍ତ୍ରୀ କଥା ରଖି ବାପା ମା କଥା ନ ବୁଝିଲେ ବାପା ମା କହିବେ ସ୍ତ୍ରୀ ବୋଲକରା ହେଇଗଲା। ପୁଅ ଝିଅ କଥା ବୁଝିଲେ ସ୍ତ୍ରୀ କହିବ ମୋ କଥା ମନେ ପଡୁନି, ପିଲାଙ୍କ କଥା ମନେ ପଡୁଛି। ତେବେ ଇଏ ଜଞ୍ଜାଳ ଜାଲରେ ଯୋଉ ଆମେ ଘାଣ୍ଟି ହଉଛେ, ମଣିମା କେବେ ଛୁଟି ମିଳିବ? ଦରଖାସ୍ତ ମଞ୍ଜୁର କଲେ ଆପଣ ମାନଙ୍କର କିଏ ଅଭିଜିତ ମଜୁମଦାର ଏଥର ମଣିମା ଦିଅ ହେ ଛୁଟି। ଦରଖାସ୍ତକୁ ମୁଁ ଗ୍ରହଣ କରି କେଡ଼େ ବଡ ପଦ ଲେଖିଥିଲେ ଅଭିଜିତ ମଜୁମଦାର। ଭଗବାନ ତାଙ୍କ ଦରଖାସ୍ତ ଗ୍ରହଣ କଲେ, ଛୁଟି ମଞ୍ଜୁର କରିଦେଲେ। ଏ ଜଞ୍ଜାଳ ଜାଲ ମଣିଷ ଘାଣ୍ଟି ହଉଛି ତା ଭିତରେ। ଯାହା କଥା ନ ରଖିଲେ ସେ କହିବେ ଆମ ବୋଲ କଲାନି। ସଜନ ମୁଁ କାହିଁ ଏ କଥା କହୁଥିଲି, କାନ୍ଦି କାନ୍ଦି ଋଷି ସତାନନ୍ଦ ବସିଲା ବେଳେ ହେ ମା ମାନେ ସେଦିନ ଧୀବର ବାପୁଡା ପଚାରିଲା, କହ ସତାନନ୍ଦ ବାବା କାହିଁକି ଆଜି କାନ୍ଦୁଛ? ସବୁଦିନ ପରି ତମ ମୁଖରେ ହରସ ନାହିଁ। ଧୀବର ମୋ ବାପା ମୋ ମାକୁ ଅଭିଶାପ ଦେଇ ଗୋଟେ ପଥର କରିଦେଇଛନ୍ତି। କହ ଦୁନିଆରେ ଯଦି ସର୍ବସ୍ୱ ଆମ ପାଇଁ କିଏ, ଆମ ପାଇଁ ଦେବୀ କିଏ? ସେ ହଉଛି ମୋ ମା। ମା ବୋଲି ଯେଉଁ ନାହାନ୍ତି ଧୀବରରେ ମୋ ମା ଚାଲିଗଲା, ମା ନାହିଁ ତାର, ସାହା ନାହିଁ ତାର। ଧୀବର ଶୁଣିଲା, ଦୁଇ ଟୋପା ଲୁହ ଛାଇ ବାବାଜୀ ସତାନନ୍ଦକୁ ସେଦିନ ପାର କରିଦେଲା। ଯୋଉଦିନ ଭଗବାନ ରାମଙ୍କର ପାଦ ବାଜି ପାଷାଣତ୍ୟ ପରିତ୍ୟଜ୍ୟ ରାମଚନ୍ଦ୍ରାଗି ପଙ୍କୁରା ପତିଶାପୁ ବନୁ ବଧୁଆ ଗୌତମ ମିତ୍ର ମହାନାଟକ ଯୋଉଦିନ ପାଷାଣକୁ ତ୍ୟାଗ କରି ଭଗବାନ ରାମଙ୍କ ପାଦ ବାଜିଲା ପରେ ଅହଲ୍ୟା ପୁନର୍ବାର ନାରୀ ହେଇଗଲେ। ଯୋଉ ଗୌତମ କାନ୍ଦି କାନ୍ଦି ସେ ସତାନନ୍ଦ ସବୁଦିନ କାନ୍ଦି କାନ୍ଦି ଯାଉଥିଲେ, ଭାଇମାନେ ବାପା ମାନେ ଏବେ ହସିଲେ, କାହିଁକି ନା ତାଙ୍କୁ ମା ମିଳିଗଲା। ଗଙ୍ଗାରେ ବସିଲେ ନବଜାନ ଧୀବର ପାଖରେ ପହଞ୍ଚିଲା। ଧୀବର ବାପୁଟା ପଚାରିଲା, କହିଲା ବାବାଜୀ ସତାନନ୍ଦ ସବୁଦିନ କାନ୍ଦିକି ଆସୁଥିଲେ, ଆଜି ହସି ହସି ଡଙ୍ଗାରେ ବସିଲା। ପଚାରିଲା ଧୀବର, ବାବାଜୀ ସବୁଦିନ କାନ୍ଦୁଥିଲା, ଆଜି କାହିଁକି ହସୁଛ?
ପଥରରୁ ନାରୀ ହେଇଗଲା। ପତି ସାପରେ ଓହଲିଆ ପଥେ ପଡି ହେଲା ଶିଳା। ସଜନ ମୋ ମା ଆଜି ପୁନର୍ବାର ପଥର ନାୟିକା ହେଇଯାଇଛି। ପଚାରିଲେ ଧୀବର ବାପୁରା କହ ସଦାନନ୍ଦ ବାବାଜୀ ପଥରଟାକୁ ପୁଣି ନାୟିକା କରିଦେଲା କିଏ? ନାୟିକା କିପରି ସିଏ ହେଲେ, କଣ ପାଇଁ କିପରି ହେଲେ? ନାଇଁ ଏଇ ପାର୍ଶ୍ୱରେ ଆସୁଛନ୍ତି 3 ଜଣ ଯେ ନିଳାମ୍ବୁଲ ଶ୍ୟାମଳ କମଳାଙ୍ଗ ଭଞ୍ଜ ଯାହାକୁ କହିଲେ କଳାଙ୍ଗେ କଲେ ଲାଳସା। ସେଇ ତାଙ୍କରି ପାଦ ବାଜି ମୋ ମା ପଥରରୁ ନାରୀ ହେଇଗଲା। ଧୀବର ଡଙ୍ଗା ନେଇକି ଆର ପାର୍ଶ୍ୱରେ ବସିଲା। ଧୀବର ଚିନ୍ତା କଲା ତା ଜ୍ଞାନ ଚକ୍ଷୁରେ, ତା ସୂକ୍ଷ୍ମ ଚକ୍ଷୁରେ ଯିଏ ପଥରକୁ ନାରୀ କରିଦିଏ ସେ ଜଣେ ସାମାନ୍ୟ ମାନବ ହୋଇ ନ ପାରନ୍ତି। ଆଜି ମୋ ଜୀବନ ସାର୍ଥକ ହବ, ମୋ ଡଙ୍ଗା ପାରି କରିବା ସାର୍ଥକ ହବ। ମୁଁ ତାଙ୍କୁ ପାରି କରିଦେବି, ଖାଲି ପାରି କରିବିନି ଯେ ତାଙ୍କ ପାଦକୁ ଟିକେ ଧୋଇଦେବି। ଜାଣି ବାପା ଆର ପାର୍ଶ୍ୱରେ ଡଙ୍ଗା ରଖି ଧୀବର ବସିଛି। ଡାକୁଛନ୍ତି ଭଗବାନ, ଡାକୁଛନ୍ତି ବିଶ୍ୱାମିତ୍ର। ଡଙ୍ଗା ଆଣୁନାହିଁ, ରାମ ଠାକୁର ଡାକିଲେ ଶୁଣିଲା ନାହିଁ। ଶେଷରେ କହିଲେ ତୁଟା ବଧିର କିରେ? ଧୀବର କହିଲା ବଧିର ନୁହଁ पुरुषोत्तम भगवान राम बधिर नुह वीर बोला तो हूँ दीवर मु बधिर नुह मु काला नुह जोड़ा नुह शुणिले पथरे पथर पथरे रास्ता गोटा पथर को आपण अवहेला कर गोटे शुणिले शब्द मत सतानंद जाए पड़ा ना शुणिले तो जहाँ ठीक है जहाँ हबार थिला हेला एबे हमको पार कर दिए ना कष्ट पासानो पाषाण से लुहा से काठ पथर लुहा ये 3टा जाक सम्मान तुम पाद बाजी जदि पथरटा नायिका ही गला नौका नायिका हेले बुड़ीबो भेला तृतीय मो पोषे कुटुंब ये नौका
ଯଦି କାହା ନାୟିକା ଏଠି ଅଭିଶପ୍ତ ହେଇ ପଡିଥିବ ସିଏ ଯେମିତି ଗୌତମ ଆସି ପହଞ୍ଚି କହିଲେ ଇଏ ମୋ ସ୍ତ୍ରୀ ମୋ ଡଙ୍ଗାଟାକୁ ପୁଣି କିଏ ନେଇଯିବ ମୋ ଭେଳା ବୁଡିଯିବ ମୋ ବୃତ୍ତି ବୁଡିଯିବ ବୃତ୍ତି ମୋ ପୋଷାକ ଗାଈ ଆଉ ବୃତ୍ତି ମୋ ପୋଷେ କୁଟୁମ୍ବ ସଚ୍ଚ ମୋ ବୃତ୍ତି ବୁଡିଯିବ ଭେଳା କାହିଁ ବୁଡିଯିବ ସଚ୍ଚ ଭଗବାନ କହିଲେ କଣ ଚାହୁଁଛୁ ନା ତୋ ପାତ୍ରଟା ଦେଲେ ମୁଁ ଯଦି ଧୋଇଦେବି ତାହେଲେ ଡଙ୍ଗାରେ ବସେଇଦେବି ପ୍ରଭୁ କହିଲେ ଆସ ମୁଁ ତୋତେ ପାଦ ଦେବି ତୁ ମୋ ପାଦକୁ ଧୋଇବୁ ଡଙ୍ଗାକୁ ଏପଟେ ଆଣିଲା ଦିନ ପଡିଲା ବିଚରା ଥିବର ଗଙ୍ଗା ଜଳରୁ ପାଣି ନେଇ ଆସିଲା କୋଉଥିରେ ଆଣିଲା କୋଉଥିରେ ଆଣିଲା କୋଉଥିରେ ଲେଖା ହେଇଛି ମୁଁ କହିଲେ ବିଶ୍ୱାସ ଆପଣ କରିବି ଲମ୍ବୋଦର ବେରା କଥା କହିବାକୁ ଏଠି ଯାଇଥିଲା ଭାଷଣ ଦେବା ପାଇଁ କୋଉ ବହିରେ ଅଛି କଣ ଅଛି ନା ସନ୍ଥ ତୁଳସୀଙ୍କ ରାମଚରିତ ମାନସରେ ଅଛି କେବଳ ରାମ ରାଜା ଯୁଗନି ପାଓ ପୁଅ ରାମ ରାଜାଙ୍କର ପଦରଜ ପାଇବା ପାଇଁ ପାଣି କଠାଉଟା ଭରିଲା ଡଙ୍ଗାରୁ ପାଣି ବାହାର କରିବା ପାଇଁ ଯୋଉ କଠାଉଟା ରଖିଥିଲା ପାଣି ବାହାର କରିବା ଯନ୍ତ୍ର ତମର ତ ଯନ୍ତ୍ର ଅଛି ତମେ କାହିଁକି ଆରେଷ୍ଟ ହବନି ଯୋଉ ଯନ୍ତ୍ରଟା ଥିଲା ସେ ଯନ୍ତ୍ରଟାରେ ପାଣି ଆଣିଲା ଯନ୍ତ୍ରରେ ପାଣି ଆଣି ଭଗବାନଙ୍କ ପାଦରେ ଢାଳିଲା ଖାଲି ଢାଳିଲାନି ଯେ ତଳେ ହାତ ରଖିଲା ଉପରେ ପାଣି ଢାଳିଲା ଢାଳିଥିଲା କିଏ ବ୍ରହ୍ମା ଢାଳିଥିଲେ ସେ ପଦ ଲେଖିଛନ୍ତି ବଢାଇ ଦେଲେ ଜାଣିଥିଲେ ହବ କଥା ହବ ନାଇଁ ବଢାଇ ଦେଲେ ପୟର ଭାବ ଗ୍ରାହୀ ରଘୁବୀର ଭଗତ ଭାବେ ମୁଁ ବନ୍ଧନ ମୋ ନାମ ଭଗବାନ ଅଛନ୍ତି କୋଉଠି କାଠରେ ଆସାନରେ ଭାବରେ ଭଗତ ଭାବେ ମୁଁ ବନ୍ଧନ ମୋ ଭଗତ ମୁହିଁ ଅଛି ଭଗତ ଭଗତି ବିନା ଭଗବାନ ଏ ଶ୍ରେଣୀ ଦେଲେ ଭଗବାନ ମିଳିବେନି ଭୋଗ ଦେଲେ ମିଳିବେନି ଟଙ୍କା ଦେଲେ ମିଳିବେନି ଠାକୁର ଅଭିରାମ କେଡେ ବଡ ପଦ ଲେଖିଲେ କହିଲା ଭଗତି ବିନା ଭଗବାନ ମିଳିବା ଆଗେ ଭକ୍ତି କର ଭାଇ ମାନେ ବାପା ମାନେ ତାପରେ ମୁକ୍ତି ପାଇବ ତା ହୃଦୟରେ ଭକ୍ତି ନାହିଁ ଏ ମଣିଷ ଦୁର୍ଲଭ ନର କଳେବରରେ ମୁକ୍ତି ପାଇବାର ସତ୍ତା କେବେ ପାଇବ ନା ଭକ୍ତି କର ଯୋଉଠି ରହୁଛ ନାମ ଭଜନ କର ଯୋଉଠି ରହୁଛ ପ୍ରଭୁ କଥା ଚିନ୍ତା କର ଆମେ ଯୋଉଠି ରହି ସ୍ତ୍ରୀ କଥା ଚିନ୍ତା କଲି ପିଲା କଥା ଚିନ୍ତା କଲି ବାପା ମା କଥା ଚିନ୍ତା କଲି ଘର କଥା ଚିନ୍ତା କଲି ଟଙ୍କା ଚିନ୍ତା କଲି ଖାଲି ଖାଇବି
ଛୁଆ କେମିତି ଯିବ ସେ କଥା ଚିନ୍ତା କରୁଛି। ଗୋଟା ତଳକୁ ମୁହଁ କରି ବଇଛି। ଯୁଆଡେ ଗଲେ ଖାଲି ଖାଇବି, କୋଉଠି ଖାଇବାଟା ଅଛି ଟିକେ ଭଲ ଠେଲା ଗାଡି ଦେଖି ଟିକେ ଲଗେଇ ଦଉନ ସାରେ। ଏ ସଜନ ଆପଣ ମାନେ ଯୋଉଠି ଥାନ୍ତୁ ଗଣିବା ଦରକାର ନାହିଁ। କିଏ କହୁଛି ଆପଣଙ୍କୁ 108 ଥର ଜପନ୍ତୁ ମାଳି ଗଡାନ୍ତୁ, କିଏ କହୁଛି? ଏସବୁ ଭ୍ରାନ୍ତ ଧାରଣାର ଭୁଲି ଯାଆନ୍ତୁ। ଗୋଟେ ବଜାରରେ ଗୋଟେ କ୍ଷୀର ବିକାଳି ବସି କ୍ଷୀର ବିକୁଥିଲା। କିଛି ଦୂରରେ ଜଣେ ବାବାଜୀ ହାତରେ 108 ମାଳି ଧରି ଗଣି ଗଣିକିରି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ଜପୁଥିଲେ। ସଜନ ବାବାଜୀ ସେଠି ନାମ ଜପୁଛି, ଏଠି କ୍ଷୀର ବାଲା କ୍ଷୀର ବିକୁଛି। ବାବାଜୀ ସବୁଦିନ ଦେଖେ ଯିଏ 10 ଟଙ୍କା ଦବ ତାକୁ ଗ୍ଲାସ ଟା କ୍ଷୀର, ଯିଏ କ୍ଷୀର ବିକାଳି ଦବ 20 ଟଙ୍କା ଦେଲେ 2 ଗ୍ଲାସ, 30 ଟଙ୍କା ଦେଲେ 3 ଗ୍ଲାସ। ସଜନ ଦିନକର ଦେଖିଲେ ବାବାଜୀ ଇଏ କ୍ଷୀର ବିକାଳି ଯୁବକ ପୁଅଟା କ୍ଷୀର ସବୁଦିନ ବିକୁଥିଲା, 10 ଟଙ୍କାରେ ଗ୍ଲାସେ 20 ଟଙ୍କାରେ 2 ଗ୍ଲାସ ଦଉଥିଲା। ଏ ଏକ ଦିନ ପରା ଜଣକୁ ଯେ ବାବୁ ସବୁ କ୍ଷୀର ଦେଇ ଦେଲା। ବାବାଜୀ ଆକୁ ଦେଖିଣ ମନରେ ଆଶ୍ଚର୍ଯ୍ୟ ହୋଇଲା। ବାବାଜୀ ଦେଖି ଆଶ୍ଚର୍ଯ୍ୟ ହେଲେ, ସବୁଦିନ 10 ଟଙ୍କାରେ ଗ୍ଲାସେ 20 ଟଙ୍କାରେ 2 ଗ୍ଲାସେ ଗଣି ଗଣିକି ଦଉଥିଲା। କିନ୍ତୁ ଗୋଟେ ଝିଅଟା ଆସିଲା, ସୁନ୍ଦରୀ ଝିଅଟା ବୋଲି ତାକୁ ଇଏ କଣ ସବୁତକ କ୍ଷୀର ଦେଇଦେଲା, ଗଣିଲା ନେଇ ନା ଟଙ୍କା ରଖିଲାନି। ବାବାଜୀ ବିଚରା ନାମ ଛାଡିକି ଉଠିକି ଗଲେ। ପଚାରିଲେ, କହିଲେ ହଇରେ ପୁଅ ତୁ ତ 10 ଟଙ୍କା ଦେଲେ ଗୋଟିଏ ଗ୍ଲାସ ଦଉ, 20 ଟଙ୍କା ଦେଲେ ଯୋଡିଏ ଗ୍ଲାସ ଦଉ, ଏ ଯୋଉ ଝିଅଟା ଗଲା ତାକୁ କଣ ଟଙ୍କା ନ ରଖି ସବୁ କ୍ଷୀର ଦେଇଦେଲୁ? ତମେ ବାବା ଜାଣିନ କି ମୁଁ ତାକୁ ଭଲ ପାଏ। ସେ ଯୁବକ ପିଲାଟି କହିଲା, ବାବା ମୁଁ ତାକୁ ଭଲ ପାଏ। ଭଲ ପାଇବାର ସଂଜ୍ଞା ସେଦିନ ସେ ଯୁବକ ବୁଝେଇ ଦେଲା। ଭଲ ପାଇବା ଅର୍ଥ ସେଠି ଗଣିବାର ଆବଶ୍ୟକତା ନାହିଁ। ସଜ୍ଜନ ବାବାଜୀ କହିଲା, ଆରେ ଯଦି ଏ ଝିଅଟାକୁ ଭଲ ପାଉଛି ବୋଲି କ୍ଷୀର ତାକୁ ସବୁ ଡାଳି ଦଉଛି, ଗଣୁ ନାହିଁ, ତାହେଲେ କାହିଁ ପାଇଁ ଗଣି ଗଣି ପରା ଏବେ ମାଳା ଜପିବ? ମୁଁ ତ ଭଲ ପାଉଅଛି ପ୍ରଭୁ ରାଧା, ମୁଁ ତ ଭଗବାନଙ୍କୁ ଭଲ ପାଉଛି। ଯୋଉଠି ଭଲ ପାଇବା ଥାଏ ସେଠି ଗଣିବା ଦରକାର ନାହିଁ। ସଜ୍ଜନ କଥା କହିବାର ଉଦ୍ଦେଶ୍ୟ, ଯୋଉଠି ଭଲ ପାଇବା ଅଛି ସେଠି ଗଣିବାର ଆବଶ୍ୟକତା ନାହିଁ। ନାମ ଯେତେ ପାରନ୍ତୁ ଆପଣ ଗ୍ରହଣ କରନ୍ତୁ, ତା ହଉଛି ଭକ୍ତି। ଥରଟିଏ ନେବେ, ଦଣ୍ଡେ ନିମିଷେ କ୍ଷଣେ ମାତ୍ର ମୋ ନାମ ନେଉଥିବ ନିତ୍ୟ। ଯୋଉଠି ଥାନ୍ତୁ ଭଗବାନଙ୍କୁ ଡାକନ୍ତୁ। ଚାଷ କଲା ବେଳେ, ବଜାରରେ, ଚାକିରି କ୍ଷେତ୍ରରେ ଆମେ ଭୁଲି ଯାଉଛି ଭଗବାନଙ୍କୁ। ଖାଲି ପହଞ୍ଚିକିରି ଟେବୁଲ ଉପରେ ବସିବା ପୂର୍ବରୁ ଥରୁଟିଏ ଭଗବାନ ପ୍ରାର୍ଥନ ପାଆନ୍ତୁ, ଠାକୁର ନମସ୍କାର କହି ବସି ପଡୁଛି। ଠାକୁର ସତେ ଏକ ଘର ଚାକର, ସେ ଅନେଇକି ବହିଦିଏ କେତେବେଳେ ନମସ୍କାର ହେବେ ମୁଁ ପାଇବି। 2 ଟଙ୍କାର ଭୋଗ ନେଇ 2 ଲକ୍ଷ ଟଙ୍କା ମନାସି ଦଉଥିବା ଲୋକ ହଉଛି ଆମେ। ଭୋଗ ନେଇଛ 5 ଟଙ୍କାର କି 10 ଟଙ୍କାର, ଇଆଡେ ମାଗିଲାଣି 10 ଲକ୍ଷ ଟଙ୍କାର ଜିନିଷ। ଚିନ୍ତା କଲେ ଭାଇ ଭୋଗରେ ଭଗବାନ ନାହିଁ, କୋଉଥିରେ ଅଛି? ଆମେ ରଖିଥାନ୍ତୁ ପ୍ରଥମ ଦିନ ପାଲାରେ ଯୋଉ କଥା ପହଞ୍ଚିବେ ଭାଇ କହିଲେ ଭଗବାନ ନାହାନ୍ତି ତମ ଭୋଗରେ, ଭଗବାନ ନାହାନ୍ତି ପାଲାରେ, ଭଗବାନ ଅଛନ୍ତି ଭଗତି ବିନା ଭଗବାନ ମିଳିବା। ଭଲ ଭଲ କଥା କହ ଭାଇନା, ତମେ ଆମଠୁ 5 ବର୍ଷ ବଡ ହବ, ଭଲ କଥା ତମଠୁ ଗୋଟା କିଛି ଶୁଣିବା ମୁଁ ପାଉନି। ଭଗତି ବିନା ଭଗବାନ ମିଳିବା। କେବଳ ପାଦ ଧୋଇଦେଲା, ପାଦର ଯୋଗୁ ପାଟିରେ ପାଉଛି। ଭଞ୍ଜ କହୁଛନ୍ତି ବ୍ରହ୍ମାରେ ଧୌତ ଯେ ପାଦ ରହିଛି ଶିରେ ବିଷାଦ। ଯୋଉ ପାଦ ରଜ ପାଇବା ପାଇଁ, ଯୋଉ ପାଦ ଧୁଆ ପାଣି ପାଇବା ପାଇଁ ବ୍ରହ୍ମା କେବଳ ଧୋଇଲେ ସେ ପାଣି ପାଇପାରିଲେ ନାହିଁ। କେତେବେଳେ ନା ଯେତେବେଳେ କାମନ ଅବତାରରେ ବ୍ରହ୍ମା ଧୋଇଥିଲେ ଭଗବାନଙ୍କ ପାଖରେ। ଭଗବାନ ଶିବ ପାଇଲେନି ବୋଲି ବିଷାଦ ଯୋଗୀ ହେଇଗଲେ। ସ୍ତ୍ରୀ ଭଲ ଲାଗିଲାନି, କପିଳାସ ଭଲ ଲାଗିଲାନି, ସଂସାର ଭଲ ଲାଗିଲାନି। ସଦା ମୁଁ କାହିଁ ଏ କଥା କହୁଛି,
ବ୍ରହ୍ମାରେ ଧୌତ ଯେ ପାଦ ରହିଛି ଶିବେ ବିଷାଦ ସାଦ ନ ପାଇ ଚରଣାମୃତ ପାନ କହିଛି ଇଏ ବିଜ୍ଞାନୀ କୈବର୍ତ ଧୋଇଲା ଧୋଇଲା। କୈବର୍ତ କଣ କହଲା ବିଜ୍ଞାନୀ କିଛି କିଛି ପାଲାୟକ ଅର୍ଥ କରନ୍ତି ବିଜ୍ଞାନୀ ଶବ୍ଦ ଅର୍ଥ ମୂର୍ଖ ପାପୀ ଆସାଙ୍ଗ ଜ୍ଞାନ ତ ନାହିଁ କହିବ ଭାଇ ତମେ ବିଜ୍ଞାନ ଯୁଗର ପୁଅ କହିଲ ବିଜ୍ଞାନ ଶବ୍ଦର ଅର୍ଥ ମୂର୍ଖ ଆସାଙ୍ଗ ପାପୀ ବିଜ୍ଞାନୀ କୈବର୍ତ ଧୋଇଲା ଧୋଇଲା ବିଶେଷ ଜ୍ଞାନ ଯାହାର ଥିଲା ବିଗତ ଜ୍ଞାନ ଯାହାର ଥିଲା ବିଗତ ଜ୍ଞାନ ନା ଏଇ କୈବର୍ତ ଇଏ ଜନ୍ମର ବାବୁ ନୁହଁ ଅଟେ ଅନନ୍ତ ଯୁଗରେ ଥିଲା ଥିଲା ଅନନ୍ତ ଯୁଗ ଅନନ୍ତ ତା ହଉଛି ଆପଣ ମାନଙ୍କର ସତ୍ୟ ଆଉ କଳିର ମଝି ସମୟକୁ ଅନନ୍ତ ଯୁଗ କୁହାଯାଏ ସେତେବେଳେ ଜଳାର୍ଣ୍ଣମୟ ପୃଥିବୀ ଥିଲା ନଥିଲେ ଚନ୍ଦ୍ର ଦିବାକର ଥିବେ ବରୁଣ ସେକାଳେ ନଥିଲା ଭଗବାନ ବଟ ଫୁଟବାସୀ ଶୋଇଛନ୍ତି ଦିବର ହଉଛି କିଏ ସେତେବେଳେ ଦିବରର ଅବସ୍ଥା ହଉଛି ଗୋଟେ କଇଁଛ ନବ ଆନନ୍ଦ ରାମାୟଣରେ କଥା ଅଛି ଅଛି କଇଁଛ ଜନ୍ମରେ ଅନେକ ଥର ଯାଇଛି ଭଗବାନଙ୍କ ପାଦକୁ ଟିକେ ଛୁଇଁ ଦଉ ଶୋଇ ନବ ଭଗବାନଙ୍କର ଦୁଇଟି ପତ୍ନୀ ହଁ ଲକ୍ଷ୍ମୀ ଆଉ ସରସ୍ୱତୀ ସରସ୍ୱତୀ ବେଳେ ବେଳେ ଲକ୍ଷ୍ମୀ ଚାହିଁଥିବେ ବେଳେ ବେଳେ ସରସ୍ୱତୀ ଚାହିଁଥିବେ ମା ଲକ୍ଷ୍ମୀ ପାଦ ମଞ୍ଚାଳନ୍ତି ବା ଜୟ ଜୟ ଜଗନ୍ନାଥ ହେ ପ୍ରଭୁ ଶ୍ରୀଲକ୍ଷ୍ମୀକାନ୍ତ ହେ ଗଙ୍ଗା ଦେବୀ ଯେଉଁ ପୟରୁ ସରସ୍ୱତୀ ଭକ୍ତ ବୋଲିଲେ ପାଲା ବାଲା ନା ଆଉ ଭକ୍ତ ନ ବୋଲିବ କେମିତି ପାଲା ବାଲା ହବ? ସରସ୍ୱତୀ ଯାର ଛାମୁରେ ବିନା ଯନ୍ତ୍ର ବଜାନ୍ତି କେଉଁ ମନ୍ତ୍ର ପଢିବ ନାଥ ତୋତେ କରିବି ସ୍ତୁତି ବିଣା ପାଣି ସରସ୍ୱତୀ ବା ବାଗଦେବୀ ଯା ପାଖରେ ବସିକି ବିଣା ଯନ୍ତ୍ରରେ ଗୀତ ଶୁଣଉଛି ଆମେ ତାକୁ ଅଲଗା ଗୀତ ଦଦରା କଣ୍ଠ ଦଦରା ଶରୀର ଭଙ୍ଗା ଝାଞ୍ଜ ଭଙ୍ଗା ଟିଣ ମୃଦଙ୍ଗ ଏଥିରେ ମୋ ପ୍ରଭୁ ଆସିବେ ଲକ୍ଷ୍ମୀ ଯାର ପାଦ ମଞ୍ଚାଉଛି ମୁଁ ବା କଣ କରିପାରେ ଏ ପ୍ରଭୁ ଲକ୍ଷ୍ମୀକାନ୍ତ ଦୟାକର ପ୍ରଭୁ କ୍ଷମା କର ଆମ ଜୀବନରେ ଯଦି କିଛି ଭୁଲ ହେଇଯାଉଛି ହେଲ ଭାଇ ସକାଳୁ ଉଠିବ ଭଗବାନଙ୍କୁ ଯୋଉ ଭଗବାନଙ୍କୁ ଭଲ ପାଉଛ ଠାକୁରାଣୀକୁ ଭଲ ପାଉଛ ଫଟୋଟିଏ ଆଗରେ ରଖିବ ମୁଣ୍ଡିଆଟି ମାରିବ ପ୍ରଭୁ ଆଜି ଦିନଟା ମୋର ଭଲରେ କଟି ଯାଉ ପୁଣି ଶୋଇବାକୁ ଗଲା ବେଳେ ରାତିରେ ପ୍ରଭୁଙ୍କୁ ମୁଣ୍ଡିଆଟି ମାରିବ ପ୍ରଭୁ ଆପଣଙ୍କ ଆଶୀର୍ବାଦରୁ ଦିନଟା ଭଲରେ କଟିଗଲା ମୁଁ ଏବେ ଆପଣଙ୍କୁ ଭରସା କରି ଶୋଉଛି ପୁଣି ଆଜି ରାତିଟା ମୋ ପାଇଁ ଭଲରେ କଟିବ କିନ୍ତୁ ଆମେ କେବେ ଲେଖି ନାହିଁ ଏ ଘର ଭଗବାନଙ୍କ ଭରସା ଆମେ ଲେଖିଛି ଏ ଘର କୁକୁର ଭରସା କୁକୁର ପ୍ରତି ସାବଧାନ ମୁଁ ଭୁଲ କହୁଛି ଦାଣ୍ଡ ଦୁଆରେ ଲେଖା ହଉଛି ପଛେ କୁକୁର
ଠାକୁର ଲେଖାଉନାହାନ୍ତି ନା ମାଲିକାରୀ ପଦ କୋଉଠି ବାପ ର ଆଜି କହିଦିଅ କଣ ଭାଇ ହବ ଇଏ ରାତି ଆଉ ରାତି ହେଲେ କହ ଦିଟା ହେଲାଣି ଦିଟା ହଁ ଆଉ ବଦଳ ମାଲିକାରୀ ବାଛୁରୀ ମରିବେ ଭୋଗେ ଗାଈ କ୍ଷୀର କୁକୁର ଖାଇବ ବିଚରା ବାଛୁରୀଟି ମରିବ ବାପା ଜନ୍ମ କରିଛନ୍ତି ପୁଅକୁ ରସଗୋଲା ପାଇବେନି ଢେଙ୍କାନାଳ ବରା ମିଳିବନି ଢେଙ୍କାନାଳ ଆସିଲା ନୁପରା ଖାଇ କଣ ମୋ ଭାଇ କହିଛନ୍ତି କାଲି କିଛି ଆଣିବେ ହଁ ବରା ପରା ନୀଳ ଭାଇ ଛେନାପୋଡ ଦବ ହଁ ମୁଁ କଣ ନାହିଁ କରୁଛି ଆନ ଛେନାପୋଡ ସକାଳେ ଖାଇବା କାହିଁ ଡାଇବେଟିସ ହଉ ଔଷଧ ତ ଖିଆ ହଉଛି ଗାଈ କ୍ଷୀର କାହା ପାଇଁ ଉଦ୍ଦିଷ୍ଟ ବାଛୁରୀ ପାଇଁ କଳି ଯୁଗରେ ବାଛୁରୀ କ୍ଷୀର ଖାଏନି ବିଚରା ଟଙ୍କ ଖାଏ ଆଲସିଆ ଚାଣ୍ଡ ବାପା ଖାଇବନି ଚିକେନ ମୋ କୁକୁର ଜମା ନିରାମିଷ ଖାଇବନି ତା ପାଇଁ ଚିକେନ ଅଛି ବାପା ଯଦି କହିବେ ବୁଢା ବାପା ଧନରେ ଆଜି ବୁଧବାର ରବିବାର ମଟନ ଟିକେ ଚିକେନ ହବ ମିନ ମାଛରେ ଚଳେଇ ଦଉନ କିନ୍ତୁ କୁକୁର ପାଇଁ ଥୁଆ ହବ ବାପା ପାଇଁ ନଥିବ ଗାଈ କ୍ଷୀର ନେଇ କୁକୁର ପୋଷିବେ ବାଛୁରୀ ମରଇ ଭୋକେ ଶାଶୁ ଶ୍ୱଶୁର ଯେ ସୁଖରେ ରହିବେ ଶାଶୁ ଘର ବାହାରିଲା ବେଳେ ପାହାଳ ରସଗୋଲା ଇଏ ରସଗୋଲା ବାହାରିବ ଛେନାପୋଡ ବାହାରିବ ବାପା ଯେତେବେଳେ କରିଥିବେ ଏକାଦଶୀ ଚୂଡା ପାଇଁ ଚିନି ମିଳିବନି କଦଳୀ ଦୂରେ ଥାଉ କଦଳୀ କଥା ପଚାରେ କିଏ ର ମାଳିକା କଥା କହିଲେ ଆପଣ ମାନେ ମତେ ଖରାପ ଭାବିବେ ଲମ୍ବୋଦର ବାବୁ ଶେଷରେ ଆସି ଆମକୁ ଏଇ ମିଛ କଥା କଥା କହିଦିଅ ର ସଜ୍ଜନ ଆମେ ବାପା ମାଙ୍କୁ ପୂଜା କର କୁକୁର ସେତେବେଳେ ଘରେ